ସୁଭଦ୍ରା ଯୋଜନା ପାଇଁ ଆସିଲା ବଡ଼ ଖବର। ଗତ ଜାନୁଆରୀ ମାସର ଶେଷ ସପ୍ତାହରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ଆସିନାହିଁ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଥିବ, ଏହି ସୁଭଦ୍ରା ଟଙ୍କା କେବେ ଆସିବ? ତ ଆଜି ମୁଁ ଆପଣମାନଙ୍କୁ ସୁଭଦ୍ରା ଟଙ୍କା କେବେ ଆସିବ ଏବଂ କ'ଣ କରିବାକୁ ପଡ଼ିବ ଆପଣମାନଙ୍କୁ ସବୁ କିଛି ଡିଟେଲ୍ସ କହିବି। ତାପରେ ଆପଣମାନେ ନିଜ ମୋବାଇଲ ସାହାଯ୍ୟରେ ଚେକ୍ କରିପାରିବେ ଏହି ସୁଭଦ୍ରା ଟଙ୍କା ଆସିବ କି ନାହିଁ। ତ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁ କିଛି ଡିଟେଲ୍ସ କହିବି। ଯେଉଁମାନଙ୍କର ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିଅର ହୋଇନଥିବ, ସେମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ ନାହିଁ। ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ସର୍ବପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଯେଉଁମାନଙ୍କର NPCI କ୍ଲିଅର ହୋଇନଥିବ ବା ଆକାଉଣ୍ଟରେ DBT ଲିଙ୍କ ହୋଇନଥିବ, ସେମାନଙ୍କ ପାଇଁ ବ୍ୟାଙ୍କରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଜାନୁଆରୀ 29 ଓ 30 ତାରିଖ ମଧ୍ୟରେ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତେବେ ଗତକାଲି ଏହାର ଡେଡଲାଇନ୍ ଥିଲା। ସୁଭଦ୍ରା ପାଇଁ ଆବେଦନ କରିଥିବା ହିତାଧିକାରୀ ନିଜ ନିଜ ବ୍ୟାଙ୍କକୁ ଯାଇ NPCI କ୍ଲିଅର କରିଥିଲେ। ଏଥିରେ ଯେଉଁମାନଙ୍କର NPCI କ୍ଲିଅର କରିବା ପାଇଁ ବ୍ୟାଙ୍କରୁ ଫୋନ୍ ଯାଉଛି, ସେମାନେ ନିଜ ନିଜ ବ୍ୟାଙ୍କ ଶାଖାକୁ ଯାଇ NPCI କ୍ଲିଅର କରିଥିଲେ। ତାପରେ ଯାଇ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ନଚେତ୍ ଚତୁର୍ଥ ପର୍ଯ୍ୟାୟରେ ସେମାନେ ଟଙ୍କା ପାଇବେ ନାହିଁ। ତେବେ ଯଦି ବ୍ୟାଙ୍କକୁ ଯାଇ ସେସବୁ କାମ ସାରି ଦେଇଛନ୍ତି କିମ୍ବା ବ୍ୟାଙ୍କକୁ ଯାଇନଥାନ୍ତି, ତେବେ ଜାଣିନିଅନ୍ତୁ ଏହି କାମ କ'ଣ କରିବାକୁ ପଡ଼ିବ। ତାପରେ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି କିନ୍ତୁ ଟଙ୍କା ଆସିନି କିମ୍ବା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ, ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି, ତେବେ ଆସନ୍ତୁ ଜାଣିବା। ରାଜ୍ୟ ସରକାର ସମସ୍ତ ବର୍ଗର ବିକାଶ ନିମନ୍ତେ ନିରନ୍ତର ପ୍ରୟାସ କରିଛନ୍ତି। ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ହେଉଛି ଗୋଟିଏ। ଏହି ସ୍କିମ୍ରେ ମହିଳାମାନଙ୍କୁ 5 ବର୍ଷରେ 50,000 ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ସରକାର। ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଛନ୍ତି ସରକାର। ମହିଳାମାନଙ୍କୁ 5,000 ଟଙ୍କା ହାତ ଖର୍ଚ୍ଚ ମିଳିଛି। ବାକି ଟଙ୍କା କିସ୍ତି ଅନୁସାରେ ପ୍ରଦାନ କରାଯିବ। କିନ୍ତୁ ସବୁଠୁ ବଡ଼ କଥା ହେଉଛି, ସବୁ ମହିଳାଙ୍କୁ ଏହି ଟଙ୍କା ମିଳିନାହିଁ। ସେପ୍ଟେମ୍ବର 17 ପୂର୍ବରୁ ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ। ଏବେ ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ଟଙ୍କା ଆସିନାହିଁ। କାହିଁକି ଟଙ୍କା ଆସିନି ସେ ନେଇ ସେମାନଙ୍କ ମଧ୍ୟ ଦ୍ୱନ୍ଦ୍ୱ ଲାଗି ରହିଛି। ବାରମ୍ବାର ବ୍ୟାଙ୍କ eKYC ଓ ଆଧାର ଲିଙ୍କ କରିଥିଲେ ବି ସେମାନଙ୍କୁ 5,000 ଟଙ୍କା ମିଳିପାରିନାହିଁ। ଯଦି ଆପଣଙ୍କୁ ବି ଟଙ୍କା ମିଳିନାହିଁ, ତେବେ ହିତାଧିକାରୀ କିପରି ଜାଣିବେ ସେମାନଙ୍କ ଆବେଦନର ଷ୍ଟାଟସ୍ ବାବଦରେ? ତ ଏଥିପାଇଁ ଆପଣମାନଙ୍କୁ ସୁଭଦ୍ରା ପୋର୍ଟାଲର ୱେବସାଇଟକୁ ଯିବାକୁ ପଡ଼ିବ। ସର୍ବପ୍ରଥମେ ଆମେ ଯେକୌଣସି ଏକ ବ୍ରାଉଜରକୁ ଓପନ୍ କରିବା। ସେହି ବ୍ରାଉଜରରେ ସର୍ଚ୍ଚ ବାର୍ରେ ସର୍ଚ୍ଚ କରିବା subhadra.odisha.gov.in। ଏହିପରି ଭାବରେ ଆପଣମାନେ ସର୍ଚ୍ଚ କରନ୍ତୁ। ସର୍ଚ୍ଚ କରିଲା ପରେ ଦେଖନ୍ତୁ ଏହିପରି ସୁଭଦ୍ରା ପୋର୍ଟାଲର ୱେବସାଇଟଟି ଖୋଲିଯିବ। ତ ଆପଣମାନେ ପ୍ରଥମେ ଦେଖନ୍ତୁ ରାଇଟ୍ ସାଇଡ଼ରେ ଅଧିକାରୀଙ୍କ ଲଗ୍ଇନ୍ ଲେଖା ହୋଇଛି। ତାପରେ ଆବେଦନ ସ୍ଥିତି ଅଛି। ତାପରେ ଟିକିଏ ସ୍କ୍ରଲ୍ କରନ୍ତୁ। ତ ଦେଖନ୍ତୁ ଆଉ ଗୋଟିଏ ଇମ୍ପୋର୍ଟାଣ୍ଟ କଥା, ଯେଉଁ ସୁଭଦ୍ରା ହିତାଧିକାରୀଙ୍କର NPCI ଫେଲିୟର ପାଇଁ ସହାୟତା ରାଶି ପାଇବାରେ ଅସୁବିଧା ହୋଇଛି କିମ୍ବା ଆପଣଙ୍କ ବ୍ୟାଙ୍କରୁ ଆପଣଙ୍କୁ ଏହି ସମ୍ବନ୍ଧୀୟ ଫୋନ୍ ଯାଇଛି, ତେବେ ଆପଣ ନିଜର ବ୍ୟାଙ୍କକୁ ଆସନ୍ତା ଜାନୁଆରୀ 29 ଏବଂ 30 ତାରିଖରେ ଯାଇ ଉପରୋକ୍ତ
समस्यार समाधान करनियंतु। देखंतु आज्ञा सुभद्रा पोर्टाल मध्य एहीपरि संकेत आसीथिला आपण मानकर 29 एवं 30 तारिख रे जेउ मानकर एनपीसीआई बा डीबीटी लिंक होई नथिला सेमाने बैंक को जाई निजर एनपीसीआई को क्लियर करथिले। तापरे टिके स्क्रॉल करिबा देखंतु योग्यता मानदंड अछि, तापरे आवेदनकारी दायित्व अछि, तापरे आवेदन प्रक्रिया अछि। एहीपरि भावरे अनेक लिंक एठारे जोड़ी होई रहिछि। तो आमे सर्वप्रथमे आवेदन स्थिति उपरे क्लिक करिवा। देखंतु राइट साइड रे कॉर्नर रे लेखा हिछि आवेदन स्थिति। तापरे एहीपरि इंटरफेस आसीबो। तो एठारे लेखा हिछि नागरिक लॉगिन। तो देखंतु एठारे लेखा हिछि आवेदन करिवार 24 घंटा परे आवेदन स्थिति सुभद्रा पोर्टाल रे उपलब्ध हेबो। तो आमे टिके स्क्रॉल करिवा। तो देखंतु एठारे आधार नंबर लेखा हिछि। एही आधार नंबर रे निजर आधार नंबर को एठारे एंटर करंतु। तो मु मोर आधार नंबर को एंटर करूछि। तो मु मोर आधार नंबर टी एठारे एंट्री करिछि। तापरे टिके स्क्रॉल करंतु। देखंतु एठारे मु ओटीपी माध्यम रे आधारित प्रमाणीकरण प्रणाली सहित निजकु प्रमाणीकरण पाई मोर संपत्ति प्रदान करूछि। देखंतु एठारे आपण माने लेफ्ट साइड रे टिप मार्क करंतु। तापरे टिके देखंतु तळकु लॉगिन ऑप्शन अछि। सही लॉगिन उपरे आपण माने क्लिक करिवे। तापरे आधार रे जे मोबाइल नंबर टी रजिस्ट्रेशन होईछि सही मोबाइल नंबर को एक ओटीपी जीवो। तो सही ओटीपी को आपण माने एंटर करिवे। एंटर कला परे ओटीपी सहित जांच करंतु। एही बोली टिके तळकु गोटे ऑप्शन अछि। सही ऑप्शन टी को आपण माने क्लिक करंतु। देखंतु आपण मानकर आवेदन स्थिति कोन कोन अछि सब किछि डिटेल्स एठारे आसी जाइछि। प्रथमे आसीछि नाम, तापरे जन्म तारीख, नाम लेखा नंबर, आधार नंबर, आवेदन तारीख एवं तले सब किछि डिटेल्स आसी जाइछि। तापरे आपण माने देखंतु एठारे ई केवाईसी स्थिति अछि। ई केवाईसी स्थिति रे कंप्लीट लेखिबो। तापरे ई केवाईसी प्रकार रे बायोमेट्रिक लेखिबो। तापरे स्वीकृति स्थिति रे अंडर प्रोसेस लेखिबो। सेमाने जानि जिवे जे आगो को निश्चय एही सुभद्रा टंका मिलिबो। तो जे मानकर ई केवाईसी पेंडिंग अछि सेमाने दया करी निकटस्थ जनसेवा केंद्र को जाई आपण मानकर ई केवाईसी कराई नियंतु। तापरे ई केवाईसी प्रकार। तो ई केवाईसी प्रकार जदि बायोमेट्रिक अछि ताहेले आपण मानकर ठीक अछि। जदि अंडर प्रोसेस बा अलगा किछि अछि तो आपण माने यहाकू निकटस्थ सीएससी सेंटर को जाई आपण माने फिंगरप्रिंट साइज रे बायोमेट्रिक करि पारिबे। तो एही बोली स्थिति जदि आपण मानकर अछि कंप्लीट बायोमेट्रिक एवं अंडर प्रोसेस। तो एही बोली स्थिति जदि अछि ई केवाईसी स्थिति कंप्लीट, ई केवाईसी प्रकार बायोमेट्रिक, तापरे स्वीकृति स्थिति अंडर प्रोसेस एही बोली अछि तेबे आपण माननकु निश्चय सुभद्रा टंका मिलिबो। तो यह थिला आजिर छोटिया अपडेट। आपण माननकु केमिति लागिला निश्चय कमेंट माध्यम रे जणाइबे। भिडियोटी जदि भल लागि थाए गोटिए लाइक करंतु एवं चैनल को नुआ आसी थिले सब्सक्राइब करी ऑल नोटिफिकेशन को ऑन करंतु।